ଆପଣଙ୍କର ଆଜି କେମିତି ଚାଲିଛି ଭୋଟ? ଧର୍ମେନ୍ଦ୍ର ବାବୁ ପ୍ରିନ୍ସିପାଲ ଆଡଭରସାରୀ ଟୁ ନବୀନ ପଟ୍ଟନାୟକ ନାମରେ ମୁଁ ଧର୍ମେନ୍ଦ୍ର ବାବୁଙ୍କ ଲୋକ ସେ ଦୃଷ୍ଟିରୁ ଏ ନିର୍ବାଚନ ମଣ୍ଡଳୀର ବୋନାଫାଇଡ ଭୋଟର ହଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେ ସିନା ସମ୍ବଲପୁରକୁ ଗଲେ କିନ୍ତୁ ମତେ ଏ ନିର୍ବାଚନ ମଣ୍ଡଳୀରେ ଟ୍ରାଡିସନାଲ କ୍ୟାଣ୍ଡିଡେଟ ଅଫ ବିଜେପି ମୁଁ ଆଉ ବର୍ତ୍ତମାନ ଇଏ କାର୍ତ୍ତିକେୟନଙ୍କର କଦର୍ଯ୍ୟ କାର୍ଯ୍ୟ ସକାଶେ ପ୍ରବାଦ ପୁରୁଷଙ୍କର ପୁତ୍ରଙ୍କ ପ୍ରତି ମଧ୍ୟ ଲୋକ ବିମନା। ନାଇଁ ଭୋଟ ରୁଦ୍ରବାବୁ କୋଉ ଭୋଟ ନରେନ୍ଦ୍ର ମୋଦି ଭୋଟ ନରେନ୍ଦ୍ର ମୋଦି ଆଉ ରୁଦ୍ରନାରାୟଣ ପାଣି ତା ଭିତରେ ସାମାନ୍ୟ ପ୍ରାସଙ୍ଗିକ ଆଉ ଭୋଟ ଏଗେନ୍ଷ୍ଟ କାର୍ତ୍ତିକେୟନ। ଆଚ୍ଛା ଆପଣଙ୍କର ରୁଦ୍ରବାବୁ ସେଠି ଯୋଉ ୟଙ୍ଗ ଡକ୍ଟର ଜଣେ ଠିଆ ହେଇଛନ୍ତି ଆପଣ ଭାବୁନାହାନ୍ତି ଯେ ନା 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 ଗୋଟେ ମୋଦି ଯୋଉ ପରିବାରବାଦ ବିରୁଦ୍ଧରେ କହୁଛନ୍ତି ଗୋଟେ ନୂତନ ପରିବାରବାଦ ଏଟା ସେ ଦଦା ମୋ ସମବୟସ୍କ ସେ କଂଗ୍ରେସରୁ ଏମଏଲଏ ଥିଲେ ବିଜେଡିରୁ ଏମଏଲଏ ଅଛନ୍ତି ପୁତୁରା ମାନେ ତାଙ୍କର ଡାଇରେକ୍ଟ ଜ୍ୟେଷ୍ଠ ଭ୍ରାତାଙ୍କର ପୁତ୍ର ଆଉ ଏଟା ଢେଙ୍କାନାଳ ବାସୀଙ୍କ ପାଇଁ ଗୋଟେ ପରିବାରବାଦ ଭଳି କଥା। ଆଉ ମାନେ ମୁଁ ବାରମ୍ବାର ଲୋକସଭା କଣ୍ଟେଷ୍ଟ କରେ ଏବଂ ଲୋକସଭାର ସମସ୍ୟା ବିଷୟରେ ଗଳିକନ୍ଦି ବିଷୟରେ ମୋର ଜ୍ଞାନ ଏବଂ ଗତ ଥରକ ଗଗନ ପବନ ପ୍ରକମ୍ପିତ ହଉଥିଲା ଓଡ଼ିଶାରେ ଗୋଟିଏ ହେଲେ ରୁଦ୍ରନାରାୟଣ କିନ୍ତୁ ଯେହେତୁ ବିକଜ ନବୀନଙ୍କର ପ୍ରିନ୍ସିପାଲ ଆଡଭରସାରୀ ଧର୍ମେନ୍ଦ୍ର ଆଉ କାର୍ତ୍ତିକେୟନ ଇଜ ପୁରା ଗଲତ ଲୋକ ଏ କଥାଟା ମୁଁ କହେ ତେଣୁ ସେ ସରକାରୀ କଳକୁ ଲଗେଇକିରି ମତେ 1.5% ଭୋଟରେ ହରେଇଥିଲେ। ଆଉ ୟାଙ୍କର ଜିତିବା ପାଇଁ ବିଜୟ ଲାଭ ପାଇଁ ୟାଙ୍କର ନୈତିକତାକୁ ଜଳାଞ୍ଜଳି ଦିଅନ୍ତି ବାରମ୍ବାର ପ୍ରାର୍ଥୀ ପରିବର୍ତ୍ତନ କରନ୍ତି। ତଥାଗତ ବାବୁଙ୍କୁ ବଦଳେଇଲେ ମହେଶ ବାବୁଙ୍କୁ ଆଣିଲେ ମହେଶ ବାବୁ ଅଳ୍ପ ଭୋଟରେ ଜିତିଲେ ବର୍ତ୍ତମାନ ମହେଶ ବାବୁଙ୍କୁ କନ୍ଦେଇଲେ ଏ ସବୁ କଥା ଗୁଡାକ ଲୋକମାନେ ବିଚାରକୁ ନଉଛନ୍ତି। ତ ଆପଣ ଭାବୁନାହାନ୍ତି କି ଗତ ଥର ସେଠି ବିଜେଡି ଜିତିଥିଲା ତ ବର୍ତ୍ତମାନ ସମୟରେ ହଠାତ୍ କେମିତି ଲୋକ ମତ କାହିଁକି ପରିବର୍ତ୍ତନ କରିବେ? ତାର କାରଣ ମୁଁ 5 ବର୍ଷ କାଳ କଲଚର କରିଛି ଯେ କି ବିଜେଡି ବିଜୟ ଲାଭ କରିଥିଲା ବିଜେଡି କିଛି ନାହିଁ। ବିଜେଡି କଣ ସେଟା ଗୋଟେ ବ୍ୟକ୍ତି କୈନ୍ଦ୍ରିକ କ୍ଷମତା ଲିପ୍ସୁ ଦଳ ଯେ କି ବାଜପେୟୀ ଆଡବାନୀଙ୍କୁ ବିଶ୍ୱାସଘାତକତା କରିଥିଲେ। ବାଜପେୟୀ ଆଡବାନୀ ଅତି ସରଳ ବିଚାରରେ ଥାନ୍ତି କିନ୍ତୁ ମୋଦି ଶାହା ଏମାନେ ବାଜପେୟୀ ଆଡବାନୀଙ୍କ ପରି ସରଳ ନୁହନ୍ତି। ଏମାନେ କଦର୍ଯ୍ୟ ଲୋକଙ୍କୁ ଭଗବାନ କୃଷ୍ଣଙ୍କ ପରି ଦଣ୍ଡ ବିଧାନ କରନ୍ତି। ଆଉ ଇଏ ଯୋଉ ବିଜେଡି ଆପଣ କହୁଛନ୍ତି ଯେ ସରକାରୀ କଳର ବ୍ୟାପକ ଅସଦୁପଯୋଗ କରିଥିଲେ ଏବଂ ସେଟା ଯୋଉ ସରକାରୀ କଳ କୋଉଠି ଅଛି? ସରକାରୀ କଳ ସେ ଜାଣିଥିବେ କେନ୍ଦ୍ର ମୋର ବିଶ୍ୱାସ ନା ମୋର ସରକାରୀ କଳ ଭୟ ଭିତରେ ଅଛନ୍ତି। ମୋର ବିଶ୍ୱାସ ଯେ ଇଲେକ୍ସନ କମିଶନ ସମ୍ଭବତଃ ଟାଇଟ୍ କରିଛନ୍ତି। ଆଉ ଗତ ଥରକ ଯେମିତି କଲେକ୍ଟର ଏସପି ବିଡିଓ ତହସିଲଦାର ସମସ୍ତେ ଲାଗି ଯାଇଥିଲେ ରୁଦ୍ରନାରାୟଣ ପାଣିଙ୍କୁ ହରେଇବା ପାଇଁ ଲାଗିନାହାନ୍ତି ତ ଏଥର ମୁଁ ସେମିତି ଅନୁଭବ ବର୍ତ୍ତମାନ ପର୍ଯ୍ୟନ୍ତ କରୁନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଏବଥର ଇଲେକ୍ସନରେ ଲାଗିନାହିଁ ନା ଲଗେଇ ଯଦି ଭୋଟ ଲଗେଇ ପାରିନାହାନ୍ତି। ଏଠି ଏ ରାଜ୍ୟରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନାହାନ୍ତି ପ୍ରଥମ କଥା। ଦ୍ୱିତୀୟ କଥା କାର୍ତ୍ତିକେୟନ ଯିଏ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷଙ୍କ ପୁଅକୁ ଉଠ ବସ୍ କରୁଛନ୍ତି ତାଙ୍କ ସାଙ୍ଗରେ ଟିମ୍ ଅଫ୍ ଅଫିସର୍ସ ନାହାନ୍ତି। ତେଣୁ ଓଡ଼ିଶାରେ ସାମ୍ବିଧାନିକ ସଙ୍କଟ ହେଇଛି ବୋଲି କହିକି ରାଜ୍ୟ ସରକାରକୁ ବରଖାସ୍ତ କଲେ ମଧ୍ୟ କେହି କୋଉଠି କାଉ କୋଇଲି ରବ ହବ ନାହିଁ। ତେବେ ଲୋକେ ତ ଭୋଟରେ ଭୋଟ ଆଉଟ୍ କରିଦେବେ ଆଉ ତେଣୁ ଆଉ 5-10 ଦିନ ପାଇଁ କାହିଁକି ଏତେ ଚିନ୍ତା। ତେଣୁ ଆପଣଙ୍କର କହିଲେ ଯଦି ଆମେ ସାଧାରଣତଃ ଦେଖୁ ଯେତେବେଳେ ଆମେ ଆଶା କରୁଥିବା ଭୋଟ ଆମକୁ ନ ମିଳେ ସଂଖ୍ୟା ନ ମିଳେ ଆମେ ସରକାରୀ କଳର ଅପବ୍ୟବହାର ହେଲା ବୋଲି ଗୋଟିଏ ଦୋଷ ଦେଇଥାଉ। ତ ମୁଁ ସେପରି କରେ ନାହିଁ କହିପାରିବାନି ମୁଁ ସାଧାରଣତଃ ଅନ୍ୟ ନେତା ମାନେ ଯେମିତି ମୁଁ ସେପରି ନୁହେଁ। ତେଣୁ ଏଇଟା ଗୋଟେ ଦୁର୍ଭାଗ୍ୟର ବିଷୟ ଆସିଛି ଗାଁ ଗହଳରେ ସରକାରୀ କଳର ଅପବ୍ୟବହାର ହଉନି। ଇଲେକ୍ସନ କମିଶନ ଟାଇଟ୍ କରୁଛନ୍ତି ତ ଯୋଉ ରେଜଲ୍ଟ ଆସିବ ଆମେ ସମସ୍ତେ ତାକୁ ଗ୍ରହଣ କରିବା ଆଉ ନିରପେକ୍ଷ ଭାବରେ ରେଜଲ୍ଟ ଆସିବ ଆଉ ବିନା ଇଣ୍ଟରଫିୟରେନ୍ସ ରେ ସରକାରୀ ଦଳର ପ୍ରଭାବରୁ ମୁକ୍ତ ହେଇ ଆସୁଛି ଏଥର ରେଜଲ୍ଟ ବୋଲି ଆମେ ଧନ୍ୟବାଦ। ନିଶ୍ଚିତ ନିଶ୍ଚିତ କେନ୍ଦ୍ର
प्रधानमंत्री मोदीଙ୍କର सुशासन फल एसबू काम हो पारुची जोटा कि सेमाने आमर केंद्रीय नेतृत्व को भी गुमराह करिवारे सफल होइथिले। स्टालिन जे तमिलनाडु मुख्यमंत्री तांको भौणी आपन कोन कहले से राज्यसभा सदस्य थिला से एबे तो पार्लियामेंट रो मेंबर अछंती मु तांकु सही कथा कहली जे आपण दया कर से हसिले से कहले नहीं से सब विषय आमे सीरियसली किछि कहूनो आउ ये प्रधानमंत्री गृहमंत्री जिते बड़े तामिली कथा कहले से सारा तमिलनाडु विषय मतामत नहीं गोटे खाली माने आपण को कहवा जिते बड़े तमिल बाबू बोली कही दिगला सेटा को से माने करिथिले। रुद्रबाबू मु खाली गोटे कथा जानिया चाहूली आपण सपक्ष रे कौन वोट माने कौन सब जुक्ति रही लोक वोट देबे माने मु लगातार लागी रहे सपक्ष रे थिला 19 रे विजय लाभ होता किंतु सरकारी कल को लगे मते मात्र 35,412 भोट रे हरई दिया गला। समुदाय भोट रो सेटा 1.5% भोट थिला लोकंकर सहानुभूति थिला आउ एबे आमर दल वृद्धि प्राप्त होती धर्मेंद्र बाबूंकर गस्त लगातार प्लान वे रे होती एवं आपणकर प्रधानमंत्री काम मध्य ठीक ढंग रे होती। व्यक्तिगत भाव में मु बहु लोकों सांगे मोर व्यक्तिगत संपर्क कार कौटी किए शोक सागर है कौटी किए विदाय नेले कार व्रतघर है कार बाहागर है सबुड़ी जाई रुद्र भाई पहुंची था तेणु लोकंकर सहानुभूति लोकंकर स्नेह सबकिछि अच्छी अभिज्ञता अच्छी कल कारखानार घरोई जो दादागिरी ता विरुद्ध रे रुद्रनारायण पाणी राज्यसभा आरंभ करी लोक मानकर जनसभा भितर आंदोलन करती से लोकंकर सहानुभूति अच्छी आउ पार्टीर राष्ट्रीय दृष्टिकोण पार्टीर मोदी सरकार विभिन्न काम ये सब रुद्रनारायण पाणी सपक्ष यात्रा करे। बहुत धन्यवाद रुद्रबाबू।